जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी मु आज आज आम आमर गोटे गोटे बहुत ही इंपोर्टाट सेशन नवा वास्तुशास्त्र इनसेप्शन बा स्टार्टिंग कोउठ होईछि पुराण शास्त्र अनुसार वास्तुशास्त्र को भगवान शंकर ही महर्षि पराशर को उपदेश करथिले जेतेबेले पराशर मुनि ही थिले वास्तुशास्त्र प्रणयता माने वास्तुशास्त्र फेमस करिवार दायित्व किंतु पराशर मुनि एई वास्तुशास्त्र एई लोकरे भगवान शंकर को कृपारु ही प्राप्त करिसंति पुणी पराशर मुनि सेई वास्तुशास्त्र को बृहद्रथ को पढ़ाइथिले से बृहद्रथ विश्वकर्मा को पढ़ाइथिले ଆଉ ବିଶ୍ୱକର୍ମା ଜଗତର ହିତ ନିମନ୍ତେ ଅନେକ ଭେଦ ଯୁକ୍ତ ବାସ୍ତୁଶାସ୍ତ୍ର ମଣିଷ ମାନଙ୍କୁ ପଢାଇଥିଲେ ଗୋଟେ ଶ୍ରୀ ଶ୍ରୀ ଚଣ୍ଡୀର ଗୋଟେ ଶ୍ଲୋକ ଆସେ ଯେ ସର୍ବଜ୍ଞାନେଶ୍ୱର ଭୈର ବାଙ୍କ ନିଲୟାମ ପଦ୍ମାବତୀ ଚିନ୍ତାଏ ମୋର ପୁରା ଶ୍ଲୋକଟା ମନେ ପଡୁନି ସର୍ବଜ୍ଞାନେଶ୍ୱର ଭୈର ବାଙ୍କ ନିଲୟାମ ଚାହେ ତମେ ଆଷ୍ଟ୍ରୋଲୋଜି ପଢ ତମେ ଚାହେ ବାସ୍ତୁ ପଢ ଇଏ ଯେତିକି ସବୁ ଆସିଛି ମହାଦେବଙ୍କର କୃପାରୁ ହିଁ ଆସିଛି ସର୍ବଜ୍ଞାନର ସେ ଈଶ୍ୱର ସର୍ବ ନଲେଜ ଯାହାଠୁ ଉଦ୍ଧୃତ ନା ଯାହା ମାନେ କର୍ମକାଣ୍ଡ କହେ ଯଦି କାହାକୁ ଜ୍ଞାନ ଦରକାର ଯଦି କାହାକୁ ଜ୍ଞାନ ଦରକାର ତାହେଲେ ସେ ଭଗବାନ ଶଙ୍କରଙ୍କୁ ପୂଜା କରୁ ଯଦି କାହାକୁ ଜ୍ଞାନ ଦରକାର ସେମିତି ତ ଭୋଗ ମୁଖ ଭଗବାନ ଶଙ୍କରଙ୍କୁ ପ୍ରଭୁ ଏଇଟା ଦବ କି ନାହିଁ ପ୍ରଭୁ ଏଇଟା ଦବ କି ନାହିଁ ସେ କହିବା ଯା ତୁ ନେଇଯା ଭୋଳା ଶଙ୍କର ସେ ସବୁ ଦେଇଦେବେ କିନ୍ତୁ ଆକ୍ଚୁଆଲି ଯଦି ନିରୋଗୀତା ପ୍ରାପ୍ତ କରିବାର ଅଛି ତାହେଲେ ଭଗବାନ ସୂର୍ଯ୍ୟଙ୍କୁ ପୂଜା କର ଯଦି ମୋକ୍ଷ ପ୍ରାପ୍ତି କରିବାର ଅଛି ତାହେଲେ ନାରାୟଣଙ୍କୁ ଉପାସନା କର ଯଦି ଭୋଗ ପ୍ରାପ୍ତି ପ୍ରାପ୍ତି କରିବାର ଅଛି ତାହେଲେ ମା ଜଗଦମ୍ବାଙ୍କୁ ପୂଜା ପୂଜା କର ଯଦି ତମକୁ ଜ୍ଞାନ ପ୍ରାପ୍ତି କରିବାର ଅଛି ତାହେଲେ ଭଗବାନ ଶଙ୍କରଙ୍କୁ ପୂଜା କର ଯଦି ବୁଦ୍ଧି ପ୍ରାପ୍ତି କରିବାର ଅଛି ତାହେଲେ ଗଣେଶଙ୍କୁ ପୂଜା କର ପଞ୍ଚଦେବଙ୍କର ଯୋଉ ପୂଜାର ଇଏଟା ଅଛି ସେଇ ଜିନିଷଟା ମୁଁ ଆପଣଙ୍କୁ କହିଲି ତେଣୁ ଭଗବାନ ଶଙ୍କରଙ୍କ କୃପାରୁ ହିଁ ଆପଣ ଯଦି ଭଗବାନ ଶଙ୍କରଙ୍କ ପ୍ରତି ଟିକେ ସମର୍ପଣର ଭାବ ରଖିବେ ତାହେଲେ ଆପଣଙ୍କୁ ଜ୍ଞାନ ଟା ଯୋଉଟା ଅଛି ସେଟା ଧୀରେ 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 ବୃଦ୍ଧିପ୍ରାପ୍ତ ହେଇକି ଯିବ ରହିବ ମୁଁ ଏଇଟା ମନେ କରୁନି ଏଇଟା ମାନେ ମୁଁ ଏଇଆ କହୁନି ଯେ ନାରାୟଣଙ୍କୁ ପୂଜା କର ନାହିଁ କି ଜଗଦମ୍ବାକୁ ପୂଜା କର ନାହିଁ କିନ୍ତୁ ଗୋଟେ ଥାଏ ନା ଗୋଟେ କି ଜ୍ଞାନର ଈଶ୍ୱର କ୍ରିଏ କୋଉ ଜ୍ଞାନ କୋଉଠୁ ଗଲେ କୋଉ ସେନ୍ସିଟିଭିଟି କୋଉ ଭାଇବ୍ରେସନ ଟା କୋଉଠି କେମିତି ଟଚ୍ କରିବ ସେଇଟା ଭଗବାନ ଶଙ୍କରଙ୍କ ପାଖରେ ଅଛି ମାନେ ଯେତିକି ଶାସ୍ତ୍ର ବାସ୍ତୁ ହେଲା ଇଏ ହେଲା ସିଏ ହେଲା ସିଏ ସର୍ବପ୍ରଥମେ ଭଗବାନ ଶଙ୍କର ହିଁ ପରାଶର ମୁନିଙ୍କୁ ଉପଦେଶ କରିଥିଲେ ପରାଶର ମୁନି ବୃହତ ରଥଙ୍କୁ ପଢେଇଲେ ବୃହତ ରଥ ବିଶ୍ୱକର୍ମାଙ୍କୁ ପଢେଇଲେ ଯିଏକି ଦେବଶିଳ୍ପୀ ସେଇ ବିଶ୍ୱକର୍ମା ସେଇ ଅନେକ ପ୍ରକାର ଭେଦ ଯୁକ୍ତ ବାସ୍ତୁଶାସ୍ତ୍ର ମଣିଷଙ୍କ ହିତାର୍ଥେ ମଣିଷ ମାନଙ୍କୁ ପଢେଇଲେ ତେବେ ଆଜିର ସେସନ ପାଇଁ ଏତିକି ସମସ୍ତଙ୍କୁ ରିକ୍ୱେଷ୍ଟ ଯଦି ବାସ୍ତୁଶାସ୍ତ୍ର ଉନ୍ନତି କରିବାକୁ ଚାହୁଁଛନ୍ତି ବା କୌଣସି ବି ଜ୍ଞାନରେ ସଂସାରର କୌଣସି ବି ଜ୍ଞାନରେ କୌଣସି ରିସର୍ଚ୍ଚରେ ଉନ୍ନତି କରିବାକୁ ଚାହୁଁଛନ୍ତି ତାହେଲେ ଆପଣମାନେ ଭଗବାନ ଶଙ୍କରଙ୍କୁ ଉପାସନା କରନ୍ତୁ କାରଣ ସର୍ବଜ୍ଞାନର ସେ ଈଶ୍ୱର ଆରେ ମଣିଷ ପାଖରେ ଜ୍ଞାନ ରହିଲେ ତ ସେ କୌଣସି ଜିନିଷ ଇମ୍ପ୍ଲିମେଣ୍ଟ କରିବ ଭାଇ ଯାହାର ଯୋଉ ପର୍ଯ୍ୟନ୍ତ ନଲେଜ ହିଁ ନାହିଁ ସେ କଣ ଇମ୍ପ୍ଲିମେଣ୍ଟ କରିବ ତେବେ ଆଜିର ସେସନ ପାଇଁ ଏତିକି ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ